ବହୁତ ଦିନ ପରେ ମୁଁ ମୋ ଭାଇ ଦୁହେଁ ଦେଖା ହେବୁ ମୁଁ ବହୁତ ଖୁସି। ଦୀର୍ଘ 2 ବର୍ଷ ପରେ ଆଜି ଦୁହେଁ ଏକାଠି ବାହାରକୁ ଆମ ସେ ପୁରୁଣା ଖଟିକୁ ଯିବୁ। ମୁଁ ଭାଇକୁ ଫୋନ୍ କରି କହିଲି, ଭାଇ ତରବରରେ ଫୋନ୍ ଉଠେଇ ଆସିବାକୁ କହିଲା। ଭାଇ କାମ ସାରି ଆସି ପହଞ୍ଚିଲା ହେଲେ ମୋତେ ଟିକେ ପହଞ୍ଚିବାକୁ ଡେରି ହୋଇଗଲା। ଠିକ୍ ରାତି 7:30ରେ ମୁଁ ପହଞ୍ଚିଲି। ଭାଇ ବହୁତ ଜୋରରେ ରାଗିଥିଲା ହେଲେ ମୋତେ ଦେଖି ବହୁତ ଖୁସି ହେଲା। ଆଉ ମୋତେ ଜୋରରେ ଚାପି ଧରି ଟିକେ କାନ୍ଦି କହିଲା, କ'ଣ ହେଇଛି ତୋର? ତୁ କ'ଣ ଏମିତି ଦେଖାଯାଉଛୁ? ଠିକ୍ରେ ଖିଆପିଆ କରୁଛୁ ତ? ଭାଇ ଆଖିର ଲୁହ ଦେଖି ମୋ ଆଖିର ଲୁହ ବି ଝରିବାକୁ ଲାଗିଲା। କିଛି ସମୟ କାନ୍ଦ ପରେ ପୁଣି ଯେ କେତେ କଥା ଆଲୋଚନା ହେଲା। ହଠାତ୍ ଭାଇ ଆଖିରେ ପୁଣି ଲୁହ ଝରିବାର ମୁଁ ଦେଖି ଭାଇ ଆଡ଼େ ଅନେଇ ହସିଦେଲି। ଭାଇ ମୋ ହସ ଦେଖି ବହୁତ ଜୋରରେ ହସିଲା। ସେ ହସର କାରଣ ଜାଣିଲେ ବୋଧହୁଏ ଆପଣମାନେ ବି ନିଜ ହସକୁ ଚାପି ରଖି ପାରିବେନି। ସେଦିନ କଲେଜ ଛୁଟି ହେବା ପରେ ଭାଇ ସହ ମୁଁ ଗୋଟେ ସାଇକେଲରେ ଘରକୁ ଫେରୁଥାଏ। ହଠାତ୍ ଆଗରେ 2 ଜଣ ଝିଅ ଆମକୁ ଅଟକାଇଲେ। ସେମାନଙ୍କ ସାଇକେଲ ଚେନ୍ ଖସି ଯାଇଥାଏ। ଭାଇ ତାର ନବାବ ଷ୍ଟାଇଲରେ ସାଇକେଲରୁ ଓହ୍ଲାଇ ଚେନ୍ ଠିକ୍ କରିଦେଲା। ଆଉ ବଦଳରେ ଝିଅଟି ଭାଇକୁ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିବାକୁ କହିଦେଇଗଲା। ମୋ ଭାଇର ସବୁ ସ୍ୱପ୍ନ ଅଧାରେ ରହିଗଲା। 2 ଭାଇ ଏମିତି କେତେ ଯେ କଥା ହେଲୁ। ରାତି 10ଟା ବାଜିଲାଣି ହେଲେ ଆମ ଗପ ସରୁନଥାଏ। କିଛି ସମୟ ପରେ ଦୋକାନୀ ଆସି ଆମକୁ ଦୋକାନ ବନ୍ଦ କରିବ ବୋଲି କହିଲା। ସେଠୁ 2 ଭାଇ ଘରକୁ ବାହାରିଲୁ। ଜଣା ନଥାଏ ପୁଣି କେବେ 2 ଭାଇ ଟିକେ ବସି ଦୁଃଖ ସୁଖ ହବୁ। ଯିବାବେଳେ ଭାଇ କାନ୍ଦି ପକାଇ ପୁଣି ତା ହାତରେ ଚାପିଦେଲା। ଭାଇ ତା ଗାଡ଼ି ଧରି ବାହାରି ପଡ଼ିଲା ତା ଅଫିସ୍ ଆଉ ମୁଁ ଘରକୁ। ହଠାତ୍ ମୁଁ କିଛି ବାଟ ଆସିବା ପରେ ଦେଖିଲି ଆଗରେ ରୋଡ଼ ମଝିରେ ଗୋଟେ ଛୋଟ ଝିଅଟିଏ ଛିଡ଼ା ହୋଇଛି। ହଠାତ୍ ଗାଡ଼ି ରଖି ବାହାରକୁ ବାହାରି ଦେଖେ ତ ସେ ଝିଅଟି ସେ ଜାଗାରେ ନଥାଏ। ମୋ ଦେହରୁ ଝାଳ ଗମ୍ ଗମ୍ ହୋଇ ବହି ଯାଉଥାଏ। ମୁହଁରେ ହନୁମାନ ଚାଳିଶା। ଦେହ ମୋର ବରଡ଼ା ପତ୍ର ଭଳି ଥରୁଥାଏ। ହଠାତ୍ ପବନ ସହ ଝିପି ଝିପି ବର୍ଷା ହେବାକୁ ଲାଗିଲା। ବର୍ଷାରେ ମୋ ଦେହ ଓଦା ହେବା ଆଗରୁ ମୁଁ ଗାଡ଼ି ଭିତରେ ବସି ପଡ଼ିଲି। ହେଲେ ଇଏ କ'ଣ ଗାଡ଼ି ଷ୍ଟାର୍ଟ ହେଉନାହିଁ। ହଠାତ୍ ଗାଡ଼ି ଷ୍ଟାର୍ଟ ହେଇଗଲା। ସେ ସମୟରେ ଛାତି ପକେଟ ଥରି ଉଠିଲା। ଛାତିରେ ହାତ ଦେଇ ଦେଖିଲି ଫୋନ୍ ଆସିଛି। ଧୀର କଣ୍ଠରେ ମୁଁ ହେଲୋ ବୋଲି କହିଲି। ସେପଟୁ କିଛି ସମୟ ପରେ ଶୁଭିଲା, ଆରେ ତପନ, ତୁ କୋଉଠି? ସେ ସ୍ୱର ଥିଲା ମୋ ଭାଇର। ଭାଇ ସହ କଥା ହେଇ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିବା ଆଗରୁ ଭାଇ ଯାହା କହିଲା ସେ କଥା ଶୁଣି ମୋ ଦେହ ପୁଣି ଥରି ଉଠିଲା। ମୋ ପରି ଭାଇ ତା ଗାଡ଼ି ଧରି ଗଲାବେଳେ ତା ଗାଡ଼ି ଆଗରେ ସେ ମୋତେ କାଳେ ଛିଡ଼ା ହେବାର ଦେଖିଲା। ଆଉ ସେ ବହୁତ ଚେଷ୍ଟା କଲା ହେଲେ ମୋ ଉପରେ ସେ ଗାଡ଼ି ଚଢ଼ିଗଲା। 2 ଭାଇଙ୍କ ସହ ଇଏ କ'ଣ ହେଇଛି କେହି ଜାଣିନାହୁଁ। 2 ଜଣଙ୍କ ମନରେ ଗୋଟିଏ ପ୍ରଶ୍ନ, ଆମ ସହ କ'ଣ ହେଉଛି? କାହିଁକି ହେଉଛି? ହେଲେ ଉତ୍ତର କାହା ପାଖରେ ନଥାଏ। ଶେଷରେ ମୁଁ ଘରେ ପହଞ୍ଚିଲି ହେଲେ ଘରେ ଲାଇନ୍ ନଥାଏ। ଚନ୍ଦ୍ରର ଝାପ୍ସା ଆଲୋକରେ ମୁଁ ପାଦ ଚାପି ଚାପି ଘର ଭିତରକୁ ଗଲି। ଭାଇ ତା ଅଫିସରେ ପହଞ୍ଚି ସାରିଥାଏ। 2 ଜଣ କଥା ହେଲୁ। ସକାଳୁ ଉଠି ଖଟି ପାଖରେ ଦେଖା କରିବାକୁ ଭାଇ କହି ଫୋନ୍ କାଟିଦେଲା। ଠିକ୍ ସେ ସମୟରେ ଝରକା ଜୋର ବାଡ଼େଇ ହେଲା। ମୁଁ ଚମକି ପଡ଼ି ଧୀରେ ଧୀରେ ପାଖକୁ ଯାଇ ଦେଖିଲି ବାହାରେ ଜୋରରେ ପବନ ବହିବାରେ ଲାଗିଛି। ଆଉ ସେ ପବନରେ ଝରକା ବାଡ଼େଇ ହୋଇ ଶବ୍ଦ କରୁଥିଲା। ଧୀରେ ଧୀରେ ସବୁ ବନ୍ଦ କରି ମୁଁ ଶୋଇପଡ଼ିଲି ହେଲେ ମନରେ ଖାଲି ସେ କୁନି ଝିଅଟି କଥା ମନେ ପଡ଼ି ଯାଉଥାଏ। ସକାଳର ପହିଲି କିରଣରୁ ମୁଁ ଉଠି ପଡ଼ି ଗାଡ଼ି ଧରି ବାହାରି ପଡ଼ିଲି ଭାଇ ପାଖକୁ। ଭାଇକୁ ସାଙ୍ଗରେ ଧରି ଖଟି ପାଖ ଦୋକାନ ପାଖରେ ପହଞ୍ଚି ଯାହା ଦେଖିଲୁ ଆମ ହୋସ୍ ଉଡ଼ିଗଲା। ସେଠାରେ ଶହ ଶହ ଲୋକମାନଙ୍କ ଭିଡ଼ ଲାଗି ରହିଥିଲା। ସେ ଭିଡ଼ ଭିତରେ ପଶି ଆମେ ଯାହା ଦେଖିଲୁ ତାକୁ ବିଶ୍ୱାସ କରି ପାରୁନଥିଲୁ। କାଲି ଆମେ ଯୋଉ ଦୋକାନରେ ବସିଥିଲୁ ସେଠି ଗୋଟେ ବଡ଼ ଧରଣର ନିଆଁ ଲାଗି ରହିଥିଲା ଆଉ ସେଥିରେ ବହୁତ ଲୋକ ନିଜର ପ୍ରାଣ ହରାଇଛନ୍ତି। ହେଲେ ଆମେ ତ ଦୋକାନ ବନ୍ଦ ହେବା ପର୍ଯ୍ୟନ୍ତ ଥିଲୁ। ତାହେଲେ ଏସବୁ ହେଲା କେତେବେଳେ? ବହୁତ ଲୋକମାନଙ୍କୁ ପଚାରିବାକୁ ଚେଷ୍ଟା କଲୁ ହେଲେ ଆମ କଥା କେହି ଶୁଣିଲେନି।
ହଠାତ୍ ମୋ ପାଖ ଦେଇ ଗୋଟେ ମୃତ ଶରୀରକୁ ଧଳା ରଙ୍ଗର କପଡ଼ାରେ ଘରାଇ ନେଉଥିଲା ବେଳେ ସେ ମୃତ ଶରୀର ଉପରେ ମୋ ନଜର ପଡ଼ିଲା। ମୁଁ ଦେଖି ଚମକି ପଡ଼ିଲି। ମୋ ଦେହ ଥରି ଉଠିଲା। କାରଣ ସେ ମୃତ ଶରୀରଟି କାଲି ରୋଡ଼ ଉପରେ ଦେଖିଥିବା ସେ ଛୋଟ ଝିଅଟିର ଥିଲା। ସେ ସମୟର ଭାଇର ପାଟି ଶୁଣି ତା ପାଖକୁ ଦୌଡ଼ି ଯାଇ ଦେଖି ଭାଇ ଆଗରେ ଦୁଇ ମୃତ ଶରୀର ପଡ଼ି ରହିଛି। ତାକୁ ଦେଖି ମୋ ଆଖି ବିଶ୍ୱାସ କରି ପାରିଲାନି। ମୋ ଛାତି ଥରି ଉଠିଲା। ମୁଣ୍ଡରୁ ଝାଳ ବୋହି ପଡ଼ୁଥାଏ। ପାଟିରୁ ଶବ୍ଦ ବାହାରୁ ନଥାଏ। ଆଖିରୁ ଲୁହ ଝରି ପଡ଼ୁଥାଏ, ହେଲେ ମାଟିକୁ ସ୍ପର୍ଶ କରୁନଥାଏ। ହଠାତ୍ ପଛରୁ ଶବ୍ଦ ଆସିଲା। ଆଉ ପଛକୁ ଟିକେ ବୁଲି ଯାଇ ଦେଖିଲି ସେ ଛୋଟ ଝିଅଟି ଛିଡ଼ା ହୋଇ ମୁରୁକି ହସି ଦେଇ କହିଲା, ଯିବାର ବେଳ ହୋଇଗଲା, ଜଲ୍ଦି ଆସ।